ଏମିତି ଅବସ୍ଥା ହେଇଛି, ପୁଅର ଏଇଠି ଏମିତି ଅବସ୍ଥା ହେଇଛି, ବହୁତ ମନେ ଦୁଃଖ। ଭାଇନା ତାପରେ ପିଠୁକୁଳି ଛକଟି ଡାହାଣ ପଟକୁ ଆଣିକି ରଙ୍ଗରେ ଆସିକି ଟ୍ରକ୍ ପିଟିଲା ଆଉ ତାପରେ ଆମ ଗାଡ଼ି ସେଇଟାଇମ୍ ଟ୍ରିଟମେଣ୍ଟ ହେଲୁ ସୁନାଖେଳା ହସ୍ପିଟାଲରେ ରେଡିଂ କରିକି ଇଞ୍ଜେକ୍ସନ୍। ନମସ୍କାର, ଜୟ ଜଗନ୍ନାଥ। ଆଜି ଯେଉଁଥିପାଇଁ ମୁଁ ବ୍ଲଗ୍ଟି କରିଛି ଆପଣମାନଙ୍କୁ ସମସ୍ତଙ୍କ ପାଇଁ, ଯେହେତୁ ଆପଣମାନେ ସମସ୍ତେ ଜାଣିଛନ୍ତି ମୁଁ କଳାକାର ଲାଇନ୍ରେ ଅଛି, ମାନେ ପ୍ରୋଗ୍ରାମ୍ କରେ, ଡ୍ୟାନ୍ସ ପ୍ରୋଗ୍ରାମ୍ କରେ। ଆପଣ ଜାଣିଥିବେ ସେମି କ୍ଲାସିକାଲ୍ ଡ୍ୟାନ୍ସ ହେଉ ବା କିଛି ସେଟଅପ୍ ଡ୍ୟାନ୍ସ ହେଉ, ଏସବୁ ଡ୍ୟାନ୍ସ ମୁଁ କରେ। ତା ସହିତ ଅଭିନୟ ବି ମଧ୍ୟ କରେ, ରାମ ନାଟକ କରେ। ଏପଟେ ଜବ୍ ସହିତ ଏଇ ଇଭିନିଂରେ ହେଉଛି ମୋର ଗୋଟେ ଏକ୍ସଟ୍ରା ଆକ୍ଟିଭିଟିଜ୍। କ୍ଲାସ୍ 6ରୁ ମୋର ପିଲାବେଳୁ ଗୋଟେ ଏଇ କଳା ପ୍ରତି ମୋର ନିପୁଣ ରହିଛି, ଯାହାକୁ ମୁଁ ଛାଡ଼ିପାରୁନି। ଅନ୍ୟ ପିଲାମାନଙ୍କୁ ଶିଖାଇବା ସହିତ ନିଜେ ମଧ୍ୟ ପ୍ରୋଗ୍ରାମ୍ କରେ। ତ ଜାଣିଛନ୍ତି ଆମେ ତ ଆଉଟସୋର୍ସିଂରେ ଅଛୁ, ଯାହା ସ୍ୱଳ୍ପ ଦରମାରେ ରହୁଛି। ତ ସେଥିପାଇଁ ଘର ଚଳାଇବା ଆଉ ସଂସାର ଚଳାଇବା ଆପଣମାନେ ଜାଣିଥିବେ ଏଇ ଦରଦାମ ବୃଦ୍ଧି ଯେଉଁ ହେଉଛି ବର୍ତ୍ତମାନ, ସେଥିପାଇଁ ଏଇ କଳାକୁ ବର୍ତ୍ତମାନ ବଞ୍ଚେଇ ରଖିଛି। ଯାଉଛି ଗୋଟେ ପ୍ରୋଗ୍ରାମ୍ ହେଲେ ଯେଉଁଠି, ମାନେ ଏପଟେ ଡ୍ୟୁଟି ସରିଲା ପରେ ଇଭିନିଂରେ ଯେଉଁଠି ଥାଏ ଡ୍ୟୁଟି ଥାଏ, ଯାଇକି ରାତି ଯାକ ପ୍ରୋଗ୍ରାମ୍ କରିବି, ପୁଣି ସକାଳୁ ଆସିକି ପହଞ୍ଚିବି, ହସ୍ପିଟାଲରେ ପହଞ୍ଚିକି ମୁଁ ପ୍ରୋଗ୍ରାମ୍ କରେ। ଏମିତି ପ୍ରୋଗ୍ରାମ୍ ଭିତରେ ବହୁତ ଗୁଡ଼ିଏ ଅନୁଭୂତି ରହିଛି, ଯାହାକି କହିବା ମାନେ ବହୁତ ଗୁଡ଼ିଏ ଆକ୍ସିଡେଣ୍ଟ ରହିଛି, ମାନେ ମନ ଭିତରେ ବି ରହିଛି, ଗୋଟେ ସ୍ମୃତି ହେଇକି ରହିଛି। ତା ଭିତରୁ ତ ମୁଁ ଯେତେବେଳେ ମୋ ଗୁରୁଙ୍କ ସହିତ ଯାଉଥିଲି, ସେମାନେ ପଶ୍ଚିମ କବାଟ ମୋର ଗୁରୁଙ୍କ ସହିତ ମୁଁ ଯେତେବେଳେ ପ୍ରୋଗ୍ରାମ୍ ଯାଇଥିଲି, ଗୋଟେ ଫାଷ୍ଟ ପ୍ରୋଗ୍ରାମ୍ କଥା କହୁଛି। ଆମେ ପୁନେ ଯାଇଥିଲୁ ପ୍ରୋଗ୍ରାମ୍ରେ। ତ ସେଠି ଆମର କ'ଣ ହେଇଥିଲା, ଗଲାବେଳକୁ ଆମେ ଏସି ବୁକିଂ କରିକି ଆମକୁ ଯିଏ ନେଇଥିଲେ, ଇଭେଣ୍ଟ ମ୍ୟାନେଜମେଣ୍ଟ ନେଇଥିଲେ, ସେ ଆମକୁ ଏସି ବଗିରେ ନେଇକି ଯାଇଥିଲେ। ଆସିଲା ବେଳକୁ କ'ଣ କହିଲେ, ସିଏ ବି କହିଲେ ଯେ ଆମେ ତୁମ ପାଇଁ ବି ଏସି ବଗିରେ ଟିକେଟ୍ ବୁକିଂ କରିଦେଇଛୁ। ସେଇ ଅନୁସାରେ ଆମେ ଏସି ବଗିରେ ଆମେ ବସି ପଡ଼ିଥିଲୁ। କିନ୍ତୁ ସିଏ ଆମକୁ ସାର୍ଙ୍କୁ ଟିକେଟ୍ ନ ଦେଇକି ଅନ୍ୟ କାହାକୁ ଗୋଟେ ଦେଇକି ସିଏ ଅନ୍ୟ ବଗିରେ ଯାଇକି ରହିଯାଇଛନ୍ତି। କିନ୍ତୁ ସାର୍ ଯେତେବେଳେ ଲିଷ୍ଟ ଦେଖିଲା ବେଳକୁ ମାତ୍ର ଆମେ 20 ପିଲା ନା 18 ପିଲା ଯାଇଥିଲୁ, ତା ଭିତରୁ 11 ଜଣଙ୍କର ଅଛି ଏସିରେ ରହିଛି, ଆଉ ଅବଶିଷ୍ଟ ପିଲାମାନଙ୍କର ଏସି ବଗିରେ ଲିଷ୍ଟରେ ନାହିଁ, ନାହିଁ ଜମାରୁ ନାହିଁ। ତାମାନେ କ'ଣ, ଆମକୁ ସେମାନେ ଠକିଛନ୍ତି। ତ ଯେତେବେଳେ ଆମେ ସମସ୍ତେ ସେମିତି ଏସି ବଗିରେ ବସିକି ଆମର ସବୁ ପୁରା ଶୋଇଛୁ, କାରଣ ପ୍ରୋଗ୍ରାମ୍ କରିକି ପୁରା ଟାୟାର୍ଡ଼ ହେଇକି ପୁରା ଶୋଇପଡ଼ିଛୁ। ହଠାତ୍ ଟିଟି ଆସିଲେ, ମାନେ ସେପଟ ବଗିଆଡ଼ୁ, ମାନେ ଆମର ସବୁ ପିଲାମାନେ ସବୁ ପ୍ରୋଗ୍ରାମ୍ କରିକି ପୁରା ଅଲଗା ପ୍ରକାର, ସେ ଯେଉଁ ବାର୍ନିସ୍ କଲର୍ ବୋଳି ହେଇକି ପିଲାମାନେ ଥିଲେ, ମୋର ଅଲଗା ଆକ୍ଟ ଥିଲା। ସେମାନଙ୍କର ଯେଉଁ ବାର୍ନିସ୍ ବୋଳି ହେଇକି ସବୁ କଲର୍ ଫଲର୍ ଲାଗିଥିବ, ତେଣୁ ସେମାନଙ୍କୁ ଟିଟି ପୁରା ସନ୍ଦେହ କଲା, ଏମାନେ କ'ଣ ଚୋର ନା କ'ଣ ବୋଲି ଭାବିକି ସନ୍ଦେହ କଲେ, କହିଲା ଟିକେଟ୍ ଦେଖା। ଯେତେବେଳେ ଆମର ଟିକେଟ୍ ଆମେ କହିଲେ ଆମ ସାର୍ଙ୍କ ପାଖରେ ଅଛି, ସାର୍ଙ୍କ ପାଖକୁ ଗଲା ବେଳକୁ ଦେଖିଲେ ଟିକେଟ୍ ଗୁଡ଼ିକ କିଛି ଗୁଡ଼ିଏ କନଫର୍ମ ନାହିଁ, ଜଲ୍ଦି ବଗିରୁ ବାହାର। ମାନେ ମୁଁ ପୁରା ନିଘୋଡ଼ ନିଦରେ ଶୋଇଥିଲି, ମୋର ଫୁଲ୍ ପ୍ୟାଣ୍ଟଟାକୁ ହ୍ୟାଙ୍ଗରରେ ଘୋଡ଼େଇ ଦେଇକି ଟ୍ରେନ୍ରେ, ଆମର ହାଫ୍ ପ୍ୟାଣ୍ଟ ପିନ୍ଧିକି ଆଉ ଗୋଟେ ଗଞ୍ଜି, ମାନେ ଖରାଦିନ ହେଇଥାଏ, ଶୋଇପଡ଼ିଥିଲି। ହଠାତ୍ ଡାକିଲେ ଯେ ଟିଟି ଆସୁଛନ୍ତି, ସମସ୍ତେ ପିଲାମାନଙ୍କୁ ମାଡ଼ଗୋଡ଼ି କରୁଛନ୍ତି, ଜଲ୍ଦି ବାହାର। ମୁଁ କ'ଣ କରିଛି, ମାନେ ଜଲ୍ଦି ବାହାର କରି, ମାନେ ନିଦ ବାଉଳାରେ ଟ୍ରେନ୍ର ଏପଟେ ଲେଫ୍ଟ ସାଇଡ଼୍ରେ ସେ ଠିଆ ହେଇଛି ନା, ମୁଁ ଗୋଟେ ଟ୍ରାକ୍ ଚେଞ୍ଜ କରି ଆଉ ଗୋଟେ, ମାନେ ସେପଟେ ଗୋଟେ ପ୍ଲାଟଫର୍ମ ଯାଇକି ସେଠି ବସିଛି। ମାନେ ଦେଖନ୍ତୁ, ମାନେ ଆମ ନିଦ ବାଉଳାରେ ମୋତେ କହିଲେ। ଆଉ ମୋର ଯେଉଁ ବିଜୁ ଭାଇ ଯାଇଥିଲେ, ମୋ ସହିତ ଯାଇଥିଲେ, ଆମ ଗାଁ ପାଖରେ ଭାଇ ଯାଇଥିଲେ, ସିଏ ମୋ ପାଖାପାଖି ରହିଥିଲେ, ମୋ ତଳ ବଗିରେ ଶୋଇଥିଲେ। ସିଏ କହିଲେ ରିଙ୍କୁ କୁଆଡ଼େ ଗଲା, ମାନେ ସମସ୍ତେ ପିଲା କହିଲେ ନାଇଁ ଆମେ ତାକୁ ଦେଖିନୁ। ଆଉ ମୋର ଗୋଟେ ହେଉଛି ରାତି ଅଧରେ ଯଦି ମୋତେ କିଏ ଗୋଟେ ମାନେ ଉଠେଇଦେବ, ମୁଁ ନିଦ ବାଉଳାରେ କୁଆଡ଼େ ବସିବି ବା କଥା ହେଇଯିବି, କୁଆଡ଼େ ପଳେଇବି। ସତୁ ସେୟା ହେଇଛି, ମୁଁ ଯାଇକି ଅଲଗା ବଗିରେ ଯାଇକି ପୁରା ସେଠି ଯାଇକି ବସି ପଡ଼ିଛି। ସେ ଟ୍ରେନ୍ଟା ସେଇ ଟ୍ରାକ୍ରେ, ମାନେ ସେଇ ପ୍ଲାଟଫର୍ମରେ, ମାନେ ତା'ର 15 ମିନିଟ୍ ରହିବା ଥିଲା ବୋଲି ସିନା ମୁଁ ଆଜି, ମାନେ ବିଜୁ ଭାଇଙ୍କ ମାଧ୍ୟମରେ ମୋତେ ଡାକିଲେ, ରିଙ୍କୁରେ ଯେ ଚିଲେଇଲେ, ମୁଁ ହଠାତ୍ ଯେମିତି ଶୋଇଥିଲି, ହଠାତ୍ ଦେଖିଲି ମୁଁ ଏପଟେ କୁଆଡ଼େ ମୁଁ ଆସି ମୁଁ ଏଠି କେମିତି ମୁଁ କ'ଣ ଆସିଲି। ଭାଇ ମୋତେ ମାନେ ଟ୍ରାକ୍ ପାରି ହେଇକି ଆସିକି ମୋ ହାତ ଧରିକି ଭିଡ଼ିକି ଆଣିକି, ମାନେ ବଗିରେ ନେଇକି ପୁରା ଲାଷ୍ଟ ବଗିରେ, ଯେତେବେଳେ ଜେନେରାଲ ମାନେ ବଗିରେ ମୋତେ ନେଇକି ଯାଇକି ବସେଇଲେ। କହିଲେ ନା, ମୋତେ ଗୋଟେ ଡୋଗ୍ ଚଟକଣି ବି ପକେଇଛନ୍ତି। ମୋର ଯେତେବେଳେ ନିଦ ପୁରା ଭାଙ୍ଗିଗଲା। ମୁଁ କହିଲି କ'ଣ, ମୁଁ କହିଲି ଭାଇ କ'ଣ ହେଲା ନା, ତତେ ଯେଉଁ କିଏ ଉଠେଇଲା? ମୁଁ କହିଲି, ମୋତେ କହିଲେ ଯେ ଉଠ ମାନେ ଟିଟି ଆସୁଛନ୍ତି ବୋଲି କହିଲେ। ମୋତେ ପ୍ରବଳ ନିଦ, ମୁଁ ଯାଇକି ମୁଁ କରିଛି ସେପଟକୁ ପଳେଇଛି। ମୋତେ ତ ସେପଟକୁ କିଏ ଗୋଟେ ଟ୍ରାକ୍ ପାରି ହେଇକି, ଯଦି ଗୋଟେ ଟ୍ରେନ୍ ଆଉ ଗୋଟେ ଆସିଥାନ୍ତା, ତୁ କ'ଣ ହେଇଥାନ୍ତୁ, ତୁ ଆଜି ଆମ ପାଖରେ ଥାନ୍ତୁ କି? ତୁ ବି ହେଇ ପ୍ଲାଟଫର୍ମରେ ବସିଥାନ୍ତୁ। ତାପରେ ପଛରେ ମୋ ପାଖରେ ବି କିଛି ନଥିଲା, କେବଳ ହାଫ୍ ପ୍ୟାଣ୍ଟକୁ ଗୋଟେ ଗଞ୍ଜିଟେ ପିନ୍ଧିଛି। ବ୍ୟାଗ୍ରେ ମୋର ମନି ପର୍ସ ସବୁ ସେଥିରେ ରହିଯାଇଛି, କେମିତି ଆସିଥାନ୍ତୁ କ'ଣ ନାହିଁ। ତାପରେ ମୋତେ ଯାହା ହଉ ଭଗବାନଙ୍କର ଗୋଟେ ଇଏ ଥିଲା, ଭାଇଙ୍କ ମାଧ୍ୟମରେ ମୁଁ ସେଇ ପ୍ଲାଟଫର୍ମରୁ ମୋତେ ଭିଡ଼ିକି ଆଣିକି ଆସିଲା ପରେ ଜେନେରାଲ ବଗିରେ ବସେଇଲେ। ସବୁ ପିଲା ତାଙ୍କ ଜେନେରାଲ ବଗିରେ, ମୁଁ ପୁରା ଆଶ୍ଚର୍ଯ୍ୟ, ସକ୍ ସମସ୍ତେ ନେଇକି, ମାନେ ଆରେ ଆମେ ସମସ୍ତେ ଏସି ବଗିରେ ବସିଥିଲେ, ଏଠି କେମିତି ଜେନେରାଲ ବଗିକି ତମମାନେ ସବୁ କେମିତି ଆସିଲ? ନାଇଁ, ଏଇସବୁ ଘଟଣା ହେଇଛି, ମାତ୍ର 10 ନା 11 ଜଣ ପିଲାଙ୍କର ମାନେ କନଫର୍ମ ହେଇଛି, ଆଉ ଅବଶିଷ୍ଟ ପିଲାଙ୍କର ନାହିଁ।
ତାପରେ ସାର୍ ମୋ ମୋବାଇଲ ପକେଟରେ କିନ୍ତୁ ରଖିଥିଲେ। ମୋବାଇଲଟା କିନ୍ତୁ ଥିଲା ସେତେବେଳେ ଛୋଟ କିପ୍ୟାଡ୍ ମୋବାଇଲ ଥିଲା, ଆଉ ବେଶୀ ନଥିଲା। ସାର୍ଙ୍କୁ ଫୋନ୍ କଲି, ମୋ ସାର୍ ଏମିତି କ'ଣ ଅସୁବିଧା ହେଲା? ନା ଏମିତି ଅସୁବିଧା ହେଇଛି। ମୋ ସାର୍ ମୁଁ ନା କେମିତି ଘରକୁ ଯାଇଥାନ୍ତି, କ'ଣ କରିଥାନ୍ତି ମୁଁ ଜାଣିନଥାନ୍ତି। ସେଇଟା ଗୋଟେ ଥିଲା ସାର୍ଙ୍କ ସହିତ କଲେ। ସେଇଟା ହେଉଛି ଦଶହରା ପ୍ରୋଗ୍ରାମର ସେଇଟା ଗୋଟେ ମାନେ ସ୍ମୃତି ମୋର ମେମୋରି ରହିଛି। ତ ଏବେର ଘଟଣା କହୁଛି, ଏବେ ଜଷ୍ଟ ଲଗାତାର 3-4 ଦିନ ପ୍ରୋଗ୍ରାମ ହେଇଥିଲା ତାଳଚେର, ଅନୁଗୁଳ ଆଉ ଦଶପଲ୍ଲା ପ୍ରୋଗ୍ରାମ, ତାପରେ ଥିଲା କେନ୍ଦ୍ରାପଡ଼ା। ତ 4 ଦିନ ଭିତରୁ ଦଶପଲ୍ଲା ପ୍ରୋଗ୍ରାମ ଯେଉଁଦିନ ଥିଲା, ଯେଉଁ ଇଭେଣ୍ଟ ଭାଇ ମୋତେ ନେଉଛନ୍ତି, ସଞ୍ଜୟ ଭାଇ ନେଉଛନ୍ତି, ଦଶପଲ୍ଲା ଯେଉଁଦିନ ପ୍ରୋଗ୍ରାମ ଥିଲା, ନୟାଗଡ଼ ଦଶପଲ୍ଲା ଥିଲା, ସେଇଦିନ ମୋର କଟକରେ ପ୍ରୋଗ୍ରାମ ଥିଲା। ତ ସେଥିପାଇଁ ମୁଁ ସେଇ ପ୍ରୋଗ୍ରାମରେ ଯାଇନଥିଲି। ଅନ୍ୟ ପିଲା 2 ଜଣ ମୋ ସହିତ, ଯିଏ ଭଉଣୀ 2 ଜଣ ନାଚ କରୁଛନ୍ତି, ପୂଜା ରେନି, ସେ 2 ଭଉଣୀ, ସିଏ ଯାଇଥିଲେ। ତା ସହିତ ମୋର ଷ୍ଟୁଡେଣ୍ଟ ଯାଇଥିଲା, ତାଙ୍କୁ ପଠାଇ ଦେଇଥିଲି। ମୋ ବଦଳରେ ମୁଁ ତାଙ୍କୁ ହିଁ ପଠାଇ ଦେଇଥିଲି। ସେ ତାଙ୍କ ସହିତ ଯୋଗାଯୋଗ କରିକି ଯାଇଥିଲେ। ପ୍ରୋଗ୍ରାମ ସରିଲା। ପ୍ରୋଗ୍ରାମ ସରିଲା ଏପଟେ ଆମର ତ ପ୍ରୋଗ୍ରାମ କଟକରେ ଥିଲା, ଇଏ ଆମର ପ୍ରତାପ ନଗରରେ ପ୍ରୋଗ୍ରାମ ଥିଲା। ସେପଟେ ତାଙ୍କର ଥିଲା ପ୍ରୋଗ୍ରାମ ଥିଲା ଦଶପଲ୍ଲା ଥିଲା। ସେ ପ୍ରୋଗ୍ରାମ ସାରିକି ରିଟର୍ନ କରୁଛନ୍ତି। ହଠାତ୍ ମାନେ ଡ୍ରାଇଭର 2 ଦିନ ହେଲାଣି ପ୍ରୋଗ୍ରାମ କରିଛନ୍ତି, ଯାଇଛନ୍ତି ଲଙ୍ଗ୍ ରୁଟ୍ରେ ଯାଇଛନ୍ତି। ତେଣୁ ତାଙ୍କୁ ସେଠି ଟାୟାର୍ଡ ଲାଗିଲା। ସେ କହିଲେ ମୁଁ ରେଷ୍ଟ ନେଇ, ଯେହେତୁ ଛୋଟ ପିଲାମାନଙ୍କୁ ନେଇକି ଯାଉଛି ପ୍ରୋଗ୍ରାମରେ। ସେଥିରେ ସଞ୍ଜୟ ଭାଇ ଥିଲେ, ସଞ୍ଜୟ ଭାଇଙ୍କ ପୁଅ ଥିଲା ଡ୍ରାଇଭର, ଆଉ ମୋ ଷ୍ଟୁଡେଣ୍ଟ ଯିଏ ଥିଲା ହେମନ୍ତ ଥିଲା, ତା ସହିତ ଝିଅ ଥିଲେ, ଯିଏ ଆମର ରେନି ପୂଜା ଥିଲେ, ଆଉ ଜଣେ ତାଙ୍କ ସହଯୋଗୀ ଥିଲେ। ତ ତାଙ୍କୁ ଟାୟାର୍ଡ ଲାଗିଲା। ସିଏ କହିଲେ ମୁଁ ରେଷ୍ଟ ନେଉଛି ଟିକେ, ତାପରେ ଯିବା ଆମେ। ତ ହେମନ୍ତ ଯିଏ ମୋ ଷ୍ଟୁଡେଣ୍ଟ କହିଲା, ସିଏ ଗୋଟେ ଦୋକାନରେ ଅଛି, ତାର ଚନ୍ଦକାରେ, ତାର ସେ ଗୋଟେ ଦୋକାନରେ ସେ କାମ କରୁଛି। ତେଣୁ ସିଏ କହିଲେ ନା ମୋର ଲେଟ୍ ହେଇଯିବ, ତମେ ତ ରେଷ୍ଟ ନେଉଛ, ମୋର ଲେଟ୍ ହେଇଯିବ, ତେଣୁ ମୁଁ ଏଠୁ ଯାଉଛି ହେରି। ତେଣୁ ସେ କ'ଣ କଲା, ଗୋଟେ ବସ୍ ଯୋଗେ ତାଙ୍କୁ ଛାଡ଼ିଦେଲେ, ସଞ୍ଜୟ ଭାଇని ଛାଡ଼ିଦେଲେ। ସେ ବସ୍ରେ ବସିକି ସେ ତାର ପଳେଇ ଆସିଲା। ତାପରେ ଏମାନେ କିଛି ସମୟ ରେଷ୍ଟ ନେଇକି ଗାଡ଼ି ନେଇକି ଆସିଲେ। ଆସିଲା ବାଟରେ ଠିକ୍ ପିଚୁଗୁଡ଼ିଠି ହେଇଛି, ଗୋଟେ ଗାଡ଼ି ଆସିକି ଆଗପଟୁ ପୁରା ବାଡ଼େଇଦେଲା। ବାଡ଼େଇଦେଲା ଯେମିତି ସଞ୍ଜୟ ଭାଇଙ୍କର ମୁଣ୍ଡ ଫାଟି ଯାଇଛି, ଅଛି ଭିଡ଼ିଓ ମୋ ପାଖରେ। ଆଉ ପୁଅର ଏଇଟା ଗାଲ, ଆଉ ଡ୍ରାଇଭର ଭାଇଙ୍କର ବି ମୁଣ୍ଡ ଫାଟି ଯାଇଛି, ତାଙ୍କ ଦେହ ପୁଣି ଇଞ୍ଜୁର୍ଡ। ଆଉ ଝିଅ 2 ଜଣଙ୍କର କାହାର ଓଠ ଭାଙ୍ଗି ଯାଇଛି, କାହାର ଖଣ୍ଡିଆ ଖାବରା ଟିକେ ହେଇଯାଇଛନ୍ତି। ଏମିତି ସବୁ ଖଣ୍ଡିଆ ଖାବରା ହେଇକି ହେଇଛନ୍ତି। ମୁଁ ଏପଟେ ପ୍ରୋଗ୍ରାମ କରୁଥାଏ, ମୋତେ ହଠାତ୍ ରାତି 2ଟାରେ ମୋତେ ଫୋନ୍ ଆସିଲା। ସଞ୍ଜୟ ଭାଇନା କହିଲେ ଆଉ ମୋର ଟିକେ ଅସୁବିଧା ହେଇଛି। ବୋଲି କ'ଣ ହେଇଛି ଅସୁବିଧା? ନା ଏମିତି ଆକ୍ସିଡେଣ୍ଟ ହେଇଛି, ଆମେ ସୁନାଖେଳା ହସ୍ପିଟାଲରେ ହିଁ ଅଛୁ। बोले कौन है ना एमती आक्सीडेट गोटे होगा। मुझे कहली केमी कौन सुविधा असुविधा कौन पचारू से फोन काटिदे ताकि फोन लगौची स्विच अफ देखा नट रिजेबल भी देखला से समय जो आक्सीडेट होता है लोक मैंने पिचुली आम एरिया आक्सीडेट होता लोक मैंने बहुत साहय कर बहुत बहुत धन्यवाद नहीं कि सुनाखेड़ा हॉस्पिटल नहीं भर्ती करते आईएससी सार भी आसते सब बुझाबुझी कले आउरी असुविधा से घर को रिटर्न आउ गए गाड़ी मध्यम रिटर्न करते। तो देखो से जहाँ असुविधा से दिन होता आज डेट्रे जब आप कथा होता मोर भी से इंजर्ड होता से डेट्रे किंतु बेला भगवान बेला अनुसार कह के कौन हुए मैंने मुझे भी से गाड़ी से दिन प्रोग्राम था ना मुझे एक्सीडेंट सम्मुखीन होता निश्चिंत खंडे खबर होता जहाँ होता कारण मुझे सब गाड़ी में ही आगे ही बसे आगे जो मैंने 3 जन बसते 3 जन पूरा इंजर्ड होती प्रोग्राम रू मुझे सारिकी से भाई तापर दिन था चालचेर प्रोग्राम था मत रात फोन कले कहले केमी जीवा रिंकू कौन करवा झील 2 जन तो पूरा इंजर्ड होती आप व्यस्त हूँ जहाँ किसी गोटे समाधान हम तेणु मु मो स्टूडेंट जी जोगेश सी गले आ सहित भौणी आम शिवानी सी भी गले प्रोग्राम में आगुरी कौन था कौन से 2 जन झील पुओ माने आम पूर्व जो कल्चर प्रोग्राम जाइलु से माने सेठी संगे संगे हमको बुकिंग करथिले ए धियो जन को मत देखिकी बुकिंग करथिले किंतु दुर्भाग्य एमती एक्सीडेंट गोटे हैला तेणु कहीं जापारे ना तेणु आम कौन कलु 2 झील गोटे पुओ नहीं 2 पुओ गोटे झील ही गलु प्रोग्राम जमी हवा कथा है कि भी समस्ते संजय भाईना हो अन्य स्टाफ मान सब मिस कले कौन गलु कौन करवा एक्सीडेंट है कौन कर जमी आम प्रोग्राम कराया कथा करूँ जेहेतु संजय भाई एक्सीडेंट है सी जापारे ना से तथा फोन मध्यम आम सब केमी पहुँचले कौन ना कौन सब डिटेल्स पूरा बुझुना मुझे पूर्व राति प्रोग्राम कर पूरा टायर्ड होती तेणु बाहर ये आफ्टरनून बाहर की पुणी राति जाक जर्नी कलु ना आफ्टरनून बाहर आम तो राति 11 बाहर सका बाहर की प्रोग्राम थी सका माने सका पहुँचिकी भोर पहुँचलु 4टा राति पहुँचलु
ଆଉ ଭୋର ପ୍ରୋଗ୍ରାମ୍ ତାଙ୍କର ଥିଲା, କଳସ ଯାତ୍ରା ପ୍ରୋଗ୍ରାମ୍ ଥିଲା। ପ୍ରୋଗ୍ରାମ୍ ସାରିକି ପ୍ରୋଗ୍ରାମ୍ ସାରିକି ପୁଣି ରିଟର୍ନ କଲୁ। ରିଟର୍ନ କଲା ବେଳକୁ ଭାଇଙ୍କୁ ଆମେ ଭାବିଲୁ ସେଇ ତ ପୁରୀରୁ ଗାଡ଼ି ଆସିଛି ନା, ଆମର ସେଇ ଗାଡ଼ିରେ ତାଙ୍କୁ ଦେଖା କରିବାକୁ ଭାଇଙ୍କୁ ଗଲୁ। ତାଙ୍କୁ ଘରକୁ ଗଲା ପରେ ଦେଖିଲୁ ଯେମିତି ଅବସ୍ଥା ହେଇଥିଲା, ପ୍ରକୃତରେ ମୁଁ ସେଠି ଫିଲ୍ କଲି ଭଗବାନ ଯଦି ମୁଁ ସେଇ ଗାଡ଼ିରେ ବସିଥାନ୍ତି ନା ମୋର ଆଜି ପୁରା ଇଞ୍ଜୁର୍ଡ ହେଇଥାନ୍ତା। ମୁଁ କେତେ ଦିନ ପୁଣି ନା ବେଡ଼୍ ରେଷ୍ଟ ନେଇଥାନ୍ତି, କେତେ ମୁଁ ଡ୍ୟୁଟି ଆସିପାରିନଥାନ୍ତି। ଲୋକମାନଙ୍କର ଏଇ ଯେଉଁ ବର୍ତ୍ତମାନ ଆୟୁଷ୍ମାନ କାର୍ଡ଼ ପାଇଁ ଯେଉଁ ସମସ୍ୟା ବର୍ତ୍ତମାନ ହେଉଛି ସେମାନଙ୍କର ସମାଧାନ ବି ମୁଁ କରିପାରିନଥାନ୍ତି। ଏମିତି ହେଇକି ବହୁତ ଚିନ୍ତା ରହିଥିଲି। ମୁଁ ଦେଖିଲି ଭାଇଙ୍କର ଏଇ ଜାଗା ପୁରା ଖଣ୍ଡେ ହେଇଯାଇଛି, ପୁଅର ଏଇ ଗାଲ ସବୁ ଖଣ୍ଡେ। ତାଙ୍କ ଘରେ ପହଞ୍ଚିଲା ପରେ ଦେଖନ୍ତୁ ମୁଁ ଘରେ ପହଞ୍ଚି ତାଙ୍କର ଆଉ ସବୁ ତାଙ୍କୁ ବୁଝିଲି କ'ଣ କ'ଣ ସବୁ ହେଇଛି। ତାଙ୍କ ଦେହ ଜଲ୍ଦି ଭଲ ହେଇଯାଉ, ଆଉ ବହୁତ ଭଲ ହେଇଯାଆନ୍ତୁ। ପୂର୍ବ ଭଳି ଯେମିତି ପ୍ରୋଗ୍ରାମ୍ ଆସୁଛନ୍ତି ପ୍ରୋଗ୍ରାମ୍ ଆମେ କରିବୁ। ଏମିତି ସମସ୍ତଙ୍କ ଜୀବନରେ ଏମିତି କିଛି ନା କିଛି ଗୋଟେ ଆକ୍ସିଡେଣ୍ଟ ବା ଦୁର୍ଘଟଣା ଆସିଥାଏ, ତେଣୁ ସମ୍ମୁଖୀନ ହେବାକୁ ବି ପଡ଼ିଥାଏ। ସେଇଟା ଆମର ପୂର୍ବ ଜନ୍ମରୁ ଲେଖା ହେଇକି ଥାଏ ଯେ ବେଳା ଅନୁସାରେ କେମିତି କ'ଣ ହେବ। ତେଣୁ ଭଗବାନଙ୍କୁ ଡାକୁଛି ସେମିତି ଯେଉଁମାନେ ଗାଡ଼ି ଚଲାଉଛନ୍ତି ସେମାନେ ଠିକ୍ ଭାବରେ ନିୟମ ମାନିକି ଗାଡ଼ି ଚଲାନ୍ତୁ। ରାତି ହେଉ ବା ଦିନ ହେଉ ତାଙ୍କ ଟ୍ରାକ୍ରେ ସେ ଚଲାନ୍ତୁ। ଆମେ ନିଜ ରାସ୍ତା ଏବେ ବି ବହୁତ ଭୟ ଲାଗୁଛି। ଆମେ ବି ନିଜ ଟ୍ରାକ୍ରେ ଯାଉଥିବା ଲୋକମାନେ ପଛରେ ଆସିବୁ ହଉ ଆଗକୁ ଆସିକି ପିଟି ଦେଉଛନ୍ତି। ତ ସେମାନଙ୍କୁ ଡ୍ରାଇଭର ଭାଇମାନଙ୍କୁ ମୁଁ ଏତିକି ରିକ୍ୱେଷ୍ଟ କରି କହୁଛି ତ ଗାଡ଼ି ଚଲାଇଲା ବେଳେ ଟିକେ ମାନେ କେହି ଡ୍ରିଙ୍କ କରିକି ଗାଡ଼ି ଚଲାନ୍ତୁ ନାହିଁ, ଆଉ ଠିକ୍ ରୁଟ୍ରେ ଚଲାନ୍ତୁ। କାରଣ ଆମେ ଯେମିତି ଆଜି ମାନେ ଭାଇ ହେଉ ବା ପିଲାମାନେ ହେଉ ସମସ୍ତେ ଆଜି ଅସୁବିଧାର ସମ୍ମୁଖୀନ ହେଲେ, ଗୋଟେ ଦୁଇଟା ପ୍ରୋଗ୍ରାମ୍ ବି ମିସ୍ ହେଲା। ତେଣୁ ସବୁ କ୍ଷେତ୍ରରେ କଳାକାରମାନେ ନିଜର ପେଟ ପୋଷିବା ପାଇଁ, ନିଜ ପରିବାର ଚଳାଇବା ପାଇଁ କିଛି ନା କିଛି କାମ କରୁଛନ୍ତି, କି ରାତି ଅନିଦ୍ରା ହେଇକି କାମ କରୁଛନ୍ତି। ତେଣୁ ସେମାନଙ୍କୁ ରକ୍ଷା କରିବା ପାଇଁ ଆପଣମାନଙ୍କର ହେଲା ଯେଉଁ ଡ୍ରାଇଭର ଭାଇମାନେ ଗାଡ଼ି ଚଳାଉଛନ୍ତି, ମୁଁ ସେମାନଙ୍କୁ ବହୁତ ସାରା ରିକ୍ୱେଷ୍ଟ କରୁଛି ସେମାନେ ଏମିତି ଅମଣିଷ ଭଳି ଗାଡ଼ି ଚଳାନ୍ତୁ ନାହିଁ, ମାନବିକତା ରଖି ଗାଡ଼ି ଚଲାନ୍ତୁ। ସମସ୍ତଙ୍କର ପିଲାଛୁଆ ସଂସାର ସମସ୍ତଙ୍କର ଅଛି, ତ ସେମାନଙ୍କ ପରିବାରକୁ ଟିକେ ଚାହାନ୍ତୁ ବା ଆପଣମାନେ ନିଜେ ବି ନିଜର ପରିବାରକୁ ଚାହାନ୍ତୁ, ନିଜେ ବି ପରିବାର ଠିକ୍ ରହିବ। ତେଣୁ ସମସ୍ତଙ୍କୁ ପୁଣି ଥରେ ରିକ୍ୱେଷ୍ଟ କରୁଛି ଏମିତି କେହି ଅମାନୁଷିକ ଭାବରେ ଗାଡ଼ି ଚଳାନ୍ତୁ ନାହିଁ ଯାହାକି ଅନ୍ୟମାନଙ୍କର କ୍ଷତି ହେଇକି ତାଙ୍କ ସଂସାର ଉଜୁଡ଼ି ନଯାଉ। ଆଉ ବ୍ଲଗ୍ ତ ଏମିତି କଣ୍ଟିନ୍ୟୁ କରୁଛି। ତେଣୁ ପ୍ରୋଗ୍ରାମ୍ ଯେଉଁଠି ଏବେ ଟିକେ ପ୍ରୋଗ୍ରାମ୍ ଆସିନି, କିନ୍ତୁ ପ୍ରୋଗ୍ରାମ୍ ଆସିଲେ ବି ମୁଁ ମନା କରିଦେଉଛି। କାରଣ ଏବେ ଯେଉଁ ସିଷ୍ଟମ୍ ବର୍ତ୍ତମାନ ହେଇଛି ହସ୍ପିଟାଲ ମାନଙ୍କରେ ସବୁ ପ୍ରୋବ୍ଲେମ୍ ରହୁଛି। ପେସେଣ୍ଟମାନଙ୍କର ଇକ୍ୱେସନ୍ ନ ହେଇଥିଲେ ସେମାନେ ଆଡ଼ମିସନ୍ ହେଇପାରିବେନି, ଆଉ ପେସେଣ୍ଟ କାଳେ ଫେରେଇ ଦେଉଥିବେ, ଏମିତି ସାରା ରହୁଛି। ସେଥିପାଇଁ ଆମେମାନେ ଟିକେ ସେମାନଙ୍କ ପ୍ରତି ପେସେଣ୍ଟମାନଙ୍କ ପ୍ରତି ସଜାଗ ହେଇ ରହୁଛୁ। ସ୍ୱାସ୍ଥ୍ୟ ମିତ୍ର ହିସାବରେ ତାଙ୍କୁ ହେଲ୍ପ କରୁଛୁ, ସମ୍ପୂର୍ଣ୍ଣ ରୂପରେ ତାଙ୍କୁ ହେଲ୍ପ କରୁଛୁ। ତେଣୁ ପ୍ରୋଗ୍ରାମ୍ କରିବି ତ ପ୍ରୋଗ୍ରାମ୍ ଆଗକୁ ନିହାତି କରିବି, କିନ୍ତୁ ଏଇ ପ୍ୟାନିକ୍ ସିଷ୍ଟମ୍ରେ ଏଇ ଯେଉଁ ଅସୁବିଧା ବର୍ତ୍ତମାନ ହେଉଛି ସେଇଟା ଟିକିଏ ସୁଦୂର ହେଇଗଲା ପରେ ନିଶ୍ଚିନ୍ତ ପୁଣି ପ୍ରୋଗ୍ରାମ୍ କରିବି, ପୁଣି ଯିବି। ତେଣୁ କେହି ମନ ଦୁଃଖ କରନ୍ତୁ ନାହିଁ। ଆଉ ଯେଉଁମାନେ ବି ବର୍ତ୍ତମାନ ମୋ ଭାଇ ଭଉଣୀମାନେ ଯେଉଁମାନେ ସବୁ ମାନେ ହେଇଛନ୍ତି ଇଞ୍ଜୁର୍ଡ ହେଇଛନ୍ତି, ସେମାନେ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ସେମାନେ ବହୁତ ଭଲ ହେଇଯାଆନ୍ତୁ। ଆଉ ଡ୍ରାଇଭର ମାନଙ୍କୁ ଯାହା ବି କହିଲି ସେ ମୋର ଅନୁଭୂତ ନିହାତି ରଖନ୍ତୁ। ତ ଦେଖନ୍ତୁ ମୁଁ ଭାଇଙ୍କ ପାଖରେ ପହଞ୍ଚିଲା ପରେ ତାଙ୍କର ଅବସ୍ଥା କ'ଣ ହେଇଥିଲା। ଆଉ ଛୋଟ ବ୍ଲଗ୍ ରଖିଦେଉଛି ଏଇଠି, ଛୋଟ ଭିଡ଼ିଓଟେ କରିଛି କାରଣ ମୁଁ ତାଙ୍କ ପାଖରେ ପହଞ୍ଚିକି ସାଙ୍ଗେ ସାଙ୍ଗେ ବି ରିଟର୍ନ କଲି। ଘରକୁ ପହଞ୍ଚିବାର ଥିଲା ରାତି ଭିତରେ, ରାତିରେ ପହଞ୍ଚିଲା ପୁଣି ସକାଳେ ଡ୍ୟୁଟି ଯିବି। ଏମିତି ଭାବିକି ମୁଁ ଜଲ୍ଦି ତାଙ୍କ ଘରେ ବେଶୀ ଟାଇମ୍ ରହିପାରିଲି ନାହିଁ। ଆଉ କ୍ଷମା କରିଦେବେ ସଞ୍ଜୟ ଭାଇନା ଯଦି ମୋ ବ୍ଲଗ୍ ଆଜି ଦେଖୁଥାନ୍ତି। ମୁଁ ଆପଣଙ୍କ ଘରେ ବେଶୀ ଟାଇମ୍ ରହିପାରିଲି ନାହିଁ କାରଣ ମୋର ବହୁତ କାମ ଗୁଡ଼ିଏ ଥିଲା, ତ ସେଥିପାଇଁ ପଳେଇ ଆସିଲି। ନିଶ୍ଚିନ୍ତ ଆମେ ପ୍ରୋଗ୍ରାମରେ ପୁଣି ଥରେ ଦେଖା ହେବା, ପୁଣି ମଜାମସ୍ତି କରିବା, ପୁଣି ଇଏ କରିବା। ତା ସହିତ ଡ୍ରାଇଭରମାନଙ୍କୁ କହୁଛି ଯେଉଁମାନେ ବି ଗାଡ଼ି ଚଲାଉଛନ୍ତି ମୋର ବ୍ଲଗ୍ ଦେଖୁଛନ୍ତି ସେମାନଙ୍କୁ ଏତିକି ରିକ୍ୱେଷ୍ଟ କରୁଛି ଗାଡ଼ି ଚଲାଇଲା ବେଳେ ସାବଧାନ ଭାବରେ ଗାଡ଼ି ଚଲାନ୍ତୁ। ସମସ୍ତଙ୍କର ପିଲାଛୁଆ ସଂସାର ଅଛି, ଆପଣ ଭଲରେ ରହିଲେ ଆମମାନେ ବି ଭଲରେ ରହିବୁ। ଜୟ ଜୟ। ଆସିଲି ଦେଖନ୍ତୁ କାଲି କରିବା କାଲିଠୁ ଏଇନେ 4-5 ଦିନ ଅଛି। ବସ୍ ଅଛି 6:20ରେ ପଳେଇବେ ରହିବେ ନା କାଲି କରିବା ବା। ମୁଁ ଖାଲି ଟିକେ ଦେଖିଦେବି। ଆମର ଟିକେ ବସ୍ତା 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 ତାଙ୍କର ଏମିତି ଅବସ୍ଥା ହେଇଛି, ପୁଅର ଏଠି ଏମିତି ଅବସ୍ଥା ହେଇଛି। ବହୁତ ମାନେ ଦୁଃଖ। ଭାଇନା ସେଦିନର କଥାବାର୍ତ୍ତା ଟିକେ କହିଦିଅନ୍ତୁ, ଜଷ୍ଟ କ'ଣ ହେଇଥିଲା? ଫେରୁଥିଲୁ ରସଗୋଲା ପ୍ରୋଗ୍ରାମ ସାରିକି
ତାପରେ ପିଠୁକୁଳି ଛକଟେ ଡାହାଣ ପଟକୁ ଆଣିକି ରଙ୍ଗରେ ଆସିକି ଟ୍ରକ୍ ପଡ଼ିଥିଲା ଆଉ ତାପରେ ଆମ ଗାଡ଼ି ଆଚ୍ଛା ଆଚ୍ଛା ସେଇ ଟାଇମ୍ ଟ୍ରିଟମେଣ୍ଟ ହେଲୁ ସୁନାଖେଳା ହସ୍ପିଟାଲରେ ଡ୍ରେସିଂ କରିକି ଇଞ୍ଜେକ୍ସନ୍ ନେଇକି ଆସିକି ଚନନପୁର ଆଜ୍ଞା ଆଜ୍ଞା ଠିକ୍ ଅଛି ଲୋକ ବହୁତ ସାହାଯ୍ୟ କଲେ। ହଁ ସେଠି ସବୁ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଆମେ